জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, ସବୁରି ହିତରେ ଆମେ ସମର୍ପଣ। ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ। শ্রোতা বন্ধু, ଆପଣ ଶୁଣୁଛନ୍ତି 89.6 ରେଡ଼ିଓ ବାଘା ଯତୀନ ଗୋଷ୍ଠୀ ବେତାର କେନ୍ଦ୍ର। ଉପସ୍ଥାପନାରେ ମୁଁ ଆପଣମାନଙ୍କ ସାଥୀ ଦେବେନ୍ଦ୍ର। ଶ୍ରୋତା ବନ୍ଧୁ, ଆଜି ପବିତ୍ର ଘୋଷଯାତ୍ରା ବା ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଶ୍ରୋତା ବନ୍ଧୁ, ଆଜି ହେଉଛି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ପବିତ୍ର ଦିବସ ଯାହାକି ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା। ଶ୍ରୋତା ବନ୍ଧୁ, ଏହି ରଥଯାତ୍ରାକୁ ଆମେ କହୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତ ପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର ଓ ପୁରାଣ ତଥା ଲୋକକଥାରେ ଅଭିହିତ। ଶ୍ରୋତାବନ୍ଧୁ, ଚତୁର୍ଦ୍ଧା ମୂରତି ଶ୍ରୀମନ୍ଦିର ରତ୍ନବେଦୀରୁ ଓହ୍ଲାଇ ଆସି ରଥାରୂଢ଼ ହୁଅନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ରଥରେ ବିଜେ ହୋଇ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ଶ୍ରୋତାବନ୍ଧୁ, ଘର ଘର ନାଦ କରି ବଡ଼ଦାଣ୍ଡରେ ଗଡ଼ି ଚାଲିଥାଏ ରଥ। ବର୍ଷକରେ ଥରେ ପ୍ରିୟ ଭକ୍ତମାନଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦିଅନ୍ତି ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ଜଗତର ନାଥ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବଡ଼ଦାଣ୍ଡରେ ଜନସମୁଦ୍ରର ଭ୍ରମ ସୃଷ୍ଟି କରେ। ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠେ ବଡ଼ଦାଣ୍ଡ। ଭକ୍ତଙ୍କ ମୁହଁରେ ଭାସି ଆସେ ଜୟ ଜଗନ୍ନାଥ ଧ୍ୱନି। ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ରଥଯାତ୍ରା ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ସର୍ବଶ୍ରେଷ୍ଠ। କୁହାଯାଏ, ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସବୁ ପାପରୁ ପ୍ରାୟଶ୍ଚିତ ହେବା ସହିତ ମୋକ୍ଷ ମିଳିଥାଏ। ସେଥିପାଇଁ ତ କୁହାଯାଏ, ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ବଡ଼ଦାଣ୍ଡରେ ଜନସମୁଦ୍ରରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ନେତ୍ର ପବିତ୍ର କରେ। ବଡ଼ଦାଣ୍ଡରେ ଶ୍ରୀଜୀଉମାନଙ୍କ ତିନି ରଥକୁ ଟାଣି ଟାଣି ନେବାର ଦୃଶ୍ୟ ଭକ୍ତ ମନରେ ସୃଷ୍ଟି କରେ ଅପୂର୍ବ ଭାବାବେଗ। ଶ୍ରୀମନ୍ଦିରରୁ 9 ଦିନର ଯାତ୍ରା ପରେ ପୁଣି ଫେରିଆସନ୍ତି ଶ୍ରୀଜୀଉମାନେ। ବର୍ଷ ସାରା ଭକ୍ତମାନେ ଅନାଇ ରହିଥାନ୍ତି ମହାପ୍ରଭୁଙ୍କର ଏହି ପବିତ୍ର ରଥଯାତ୍ରାକୁ, ଯେଉଁଠି କାଳିଆ ଠାକୁରଙ୍କୁ ଟିକିଏ ପାଖରୁ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇ ଉଠୁଥାଏ ମନ। ରଥ ଦଉଡ଼ିକୁ ଛୁଇଁବା ପାଇଁ ହୃଦୟରେ ସୃଷ୍ଟି ହେଉଥାଏ ଅପୂର୍ବ ଶିହରଣ। ତେଣୁ ରଥଯାତ୍ରା ସମୟରେ କାଳିଆର ଡୋରି ଟାଣି ଆଣେ ଭକ୍ତମାନଙ୍କୁ ଶ୍ରୀକ୍ଷେତ୍ରକୁ। କେବଳ ଶ୍ରୀକ୍ଷେତ୍ର ପୁରୀରେ ନୁହେଁ, ରାଜ୍ୟର ପୁରପଲ୍ଲୀରେ ସହରଠାରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟରେ ଜଗନ୍ନାଥ ମନ୍ଦିର ପକ୍ଷରୁ ପାରମ୍ପରିକ ଭାବେ ପାଳନ କରାଯାଏ ପବିତ୍ର ଘୋଷଯାତ୍ରା। ଆମ ମୟୂରଭଞ୍ଜର ବାରିପଦା, ଯାହାକୁ କୁହନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର, ଏଠାରେ ଧୁମଧାମରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା। କେବେ ଆପଣ ଶୁଣିଛନ୍ତି ଯେ ଆମ ଏହି ବାରିପଦାରେ ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୋଇଥାଏ ରଥଯାତ୍ରା। ବାରିପଦାରେ ତିନି ଠାକୁରଙ୍କ ରଥ ବଡ଼ଦାଣ୍ଡରୁ ଗୁଣ୍ଡିଚା ଅଭିମୁଖେ ଗଡ଼ିଥାଏ। ବାରିପଦା ରଥର ପ୍ରମୁଖ ଆକର୍ଷଣ ଦେବୀ ସୁଭଦ୍ରାଙ୍କ ରଥ। ବାରିପଦାରେ ନାରୀ ଜାତି ପ୍ରତି ସମ୍ମାନର ଏକ ସ୍ୱତନ୍ତ୍ର ନିଦର୍ଶନ ଦେଖିବାକୁ ମିଳେ। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ମା ଜଗଜ୍ଜନନୀ ଶକ୍ତି ସ୍ୱରୂପିଣୀ ମା ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିବା ପାଇଁ କାହିଁ କେତେ ଦୂରରୁ ମହିଳାମାନେ ଧାଇଁ ଆସିଥାନ୍ତି ବାରିପଦାକୁ।
ମା ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିବା ସମୟରେ ବଡ଼ଦାଣ୍ଡର ଶୋଭା ଅପୂର୍ବ ଦିଶେ। ହଜାର ହଜାର ମହିଳା ଏହି ରଥ ଦୌଡ଼ି ଟାଣିବା ସମୟରେ ମାଙ୍କ ଭକ୍ତିରେ ନିଜକୁ ହଜାଇ ଦିଅନ୍ତି। ସେହିପରି ଆମ କପ୍ତିପଦା ଏବଂ ଉଦଳାରେ ମଧ୍ୟ ରଥଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ। ଏଠାରେ ବହୁ ଦୂରଦୂରାନ୍ତରୁ ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ। ଶ୍ରୋତାବନ୍ଧୁ, ଆଜି ପବିତ୍ର ଘୋଷଯାତ୍ରା ଅବସରରେ ରେଡ଼ିଓ ବାଘାଯତୀନ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା। ଆସନ୍ତୁ ସମସ୍ତେ ଆମେ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜୀଉଙ୍କର ରଥ ଟାଣିବା ଏବଂ ନିଜକୁ ଭାବ ଏବଂ ଭକ୍ତିରେ ହଜାଇ ଦେବା। ଶୁଣୁଥିବା ରେଡ଼ିଓ ବାଘାଯତୀନ ଗୋଷ୍ଠୀ ବେତାର କେନ୍ଦ୍ର 89.6 FM ବ୍ୟାଣ୍ଡରେ।